जय जय जगन्नाथ, जय जय जगन्नाथ, जय जय जगन्नाथ। प्रिय दर्शक बंधु, आज ओडिया भागवतर किछि अमृतवाणी भगवानଙ୍କର मुख निश्रित अमृतवाणी पाठ करी कलिजुग भव सागरରୁ उद्धार हवा एवं जदि प्रतिदिन श्रद्धार सहित भक्तिर सहित से भगवानଙ୍କର अमृतवाणी ओडिया भागवत प्रतिदिन पाठ करंतु एवं ये कलिजुग भव सागर मुख्य लाभ करंतु मा उद्धार हुंतु। ओम नमः भगवते वासुदेवाय। ओम नमः भगवते वासुदेवाय। ओम नमः भगवते वासुदेवाय। ओम कृष्णाय वासुदेवाय हरये परमात्मने प्रणत क्लेशनाशाय गोविंदाय नमो नमो। परम शास्त्र भागवत अभ्यास करुथुब नित्य। चलंतु आज ये ओडिया भागवतर पंचम स्कंध चतुर्विंश अध्याय देखिबा। नीलाद्रुशंख मध्ये शतदल कमले रत्न सिंहासनस्थं सर्वालंकार युक्तं नवघन रुचिर संयुक्तं चाग्रजेन भद्रायं वामभागे रथचरणदितो ब्रह्म रुद्रेन्दु सेव्यं देवानां सारमिषं स्वजन परिवृत ब्रह्मदारु स्मरामि ब्रह्मदारु स्मरामि। ओम नमः भगवते वासुदेवाय। गोविंद 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 पदुगलुचि मकरंद से मकरंद पान करी हेले तरिले ब्रजनारी से ब्रज नारी पयरे मन मोताउ निरंतरे मन मो निरंतरे थाउ हा कृष्ण बोली जीव जाऊ हा कृष्ण बोली जाऊ जीव मते उद्धार वासुदेव। ओम नमः भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत। मूकं करोति वाचालं पंगुं लंघयते गिरिं जकृपातमहं वन्दे परमानंद माधव। परम शास्त्र भागवत अभ्यास करुथुब नित्य। प्रिय दर्शक बंधु, चलंतु आज ये शुभ मुहूर्त किसी भगवान मुख निश्रित अमृतवाणी पाठ करी कलिजुग भव सागर मुक्ति पाइबा। चलंतु देखिवा ओडिया भागवतर पंचम स्कंद चतुर्विंश अध्याय। श्री शुक उवाच आदित्य ठारू अधमेळ
ଅୟୁତ ଯୋଜନର ତଳେ ଭୂମି ଆକାର ଗ୍ରହ ସ୍ଥିତି କେଅ ବା କେମନ୍ତେ ରହନ୍ତି ସ୍ୱଭାବ ସିଂହିନାନନ୍ଦନ ଏଠି ଅସୁର ଭୋରାଜନ ଯେଣୁ ପ୍ରଭୁର କୃପା ହୋଇ ଅମର ଗ୍ରହେ ଅଟଇ ତାହାର ଜନ୍ମ କର୍ମମାନ ପଛେ କହିବା ହେ ରାଜନ ଅଧ ଭାଗରେ ସେ ପଡ଼ଇ ଧରଣୀ ମଣ୍ଡଳେ ବୋଲେଇ ଆୟୁତ ଯୋଜନ ବିସ୍ତାର ଲୋକରେ ଖ୍ୟାତ ନୃପବର ଦ୍ୱାଦଶ ସହସ୍ର ଯୋଜନ ଚନ୍ଦ୍ରମଣ୍ଡଳ ଯେ ପ୍ରମାଣ ଏ ତର ସହସ୍ରର ମତେ ରାହୁର ମଣ୍ଡଳ ଜଗତେ ବୈରାନ୍ୟ ଭାବ ବୁଦ୍ଧି ତଇଁ ଚନ୍ଦ୍ର ସୂର୍ଯ୍ୟ ଗ୍ରାସିବା ପାଇଁ ଓಂ ନମୋ ଭଗବତେ ବାସୁଦେବାୟ। ଧାମଇ ବେଗବନ୍ତ ହୋଇ ତା ଦେଖି ବ୍ରହ୍ମାଣ୍ଡ ଗୋସାଇଁ ରକ୍ଷା ନିମନ୍ତେ ଭଗବାନ ଦେଇଅଛନ୍ତି ସୁଦର୍ଶନ ଚନ୍ଦ୍ରର ଆଦିତ୍ୟର ଛାଇ ନିକଟୁ ନିବୃତ୍ତ ଯେ ହୋଇ ଚକିତ ହୋଇ ଛନ୍ନ ତାର ଉଦ୍ବେଗ ହୁଅଇ ଶରୀର ତାହାକୁ ପରାଗମାନ ଏ ଲୋକ କହନ୍ତି ରାଜନ ତାହାର ତଳେ ଭୋରାଜନ ପୁରକେ ଅଛଇ ପ୍ରମାଣ ଓହିଙ୍କ ଶିରେ ମଣିମାନ ତଇନା ସଇ ଇନ୍ଦୁତମ ବ୍ୟାଧିର ପର ଭାବ ନାହିଁ ଦେହରେ ରୋଗ ନ ରହି ଶପଥ ଗିରି ବର କରି ସପ୍ତଭୁବନ ଦଣ୍ଡ ଧରି ଅତଳ ବିତଳ ସୁତଳ ତଳାତଳ ସେ ରସାତଳ ଓಂ ନମୋ ଭଗବତେ ବାସୁଦେବାୟ। ମହାତଳ ଯେ ତଳାତଳ ସପ୍ତମେ ବିଦିତ ପାତାଳ କ୍ରମେ ଆୟୁତ ଯେ ଯୋଜନ ଏକୁ ekoi ଯେ ପ୍ରମାଣ ବୀଳ ସ୍ୱର୍ଗ ନାମ ଏହାର ସ୍ୱର୍ଗ ଅଧିକ ସୁଖତର କାଳୈଶ୍ୱର୍ଯ୍ୟ ନାମ ଭୋଗ ନାନାନନ୍ଦ ସୁଖ ଭୋଗ ନାନା ରତ୍ନରେ ଦିବ୍ୟ ଘର ସୌରଭ ଉଦ୍ୟାନ ସୁନ୍ଦର ସୁସଞ୍ଚ ଜଳ ମନୋହର ବିବିଧ କ୍ରୀଡ଼ା ଯେ ବିହାର କହିବା ଶୁଣ ନୃପବର ବୀଳ ସ୍ୱର୍ଗ ନାମ ଏହାର କ୍ରୀଡ଼ନ୍ତି ଆନନ୍ଦେ ସେ ସ୍ଥଳବାସୀ ଜୀବ ବୃନ୍ଦେ ଗନ୍ଧର୍ବ ବିଦ୍ୟାଧର ଯେତେ ଅପସରାଣଙ୍କ ଗଣ ସହିତେ ମାୟା ବିମାନ ସତ ତଇଁ ନିର୍ମାଣ କରି ଯେ ଅଛଇ ନାନା ମଣିରେ ଦିବ୍ୟପୁର ବିଚିତ୍ର ବୈଡ଼ିଜ୍ୟର ଘର ସୁସଞ୍ଚ ଅତି ମନୋହର ବିବିଧ ନାନା ମଣି ସାର ମୈଥୁନ ସୁଖ ଯେ ପ୍ରାପତ କୃତ୍ରିମ ମଣିରେ ନିର୍ମିତ ସାରିକା ଆଦି ପକ୍ଷୀମାନେ ବିବିଧ ପ୍ରକାରେ ଭିଆଣେ ମଣି ଦର୍ଶନ ଉଚ୍ଚ ସାର ସେ ହୋଇ ଅତି ମନୋହର ବିବିଧ ପବିତ୍ର ଉଦ୍ୟାନ ନାନା ଜାତିର ଫଳମାନ କୁସୁମ ମାଳ ଅତି ଭରେ ବିପଟି ଲମ୍ବିଛନ୍ତି ତଳେ କୋମଳ ପଲ୍ଲବ ସୁରଙ୍ଗ ପକ୍ଷୀ ମିଥୁନ ଜହି ସଙ୍ଗ ବିବିଧ ଜଳାଶୟମାନ କ୍ରୀଡ଼ନ୍ତି ନାନା ବିହଙ୍ଗମ ଋଷିଙ୍କ ପୁଷ୍ପ ଆବରଣେ କ୍ଷେବ କରନ୍ତି ବିହଙ୍ଗମେ ନିରଜ କୁମୁନ୍ଦ କଲାର ଏହାର ତଳେ ତାଙ୍କ ଘର ସ୍ୱର୍ଗ ହିଁ ଅତି ମନୋହର ସେ ସ୍ଥାନ ମାନ ନୃପଭର ଓହିଙ୍କ ଶିରୋମଣିମାନେ ଜଇନା ସଇ ଅନ୍ଧତମ ବ୍ୟାଧିର ପରଭାବ ଜହିଁ ଦେହରେ ରୋଗ ନ ରହି ପୁରୁଷ ବଳାଦିଙ୍କର ଏଣୁ ସେ ସ୍ୱଭାବ ଶରୀର ତେଣୁ ସେ ସମୟ ହୋଇ ବଟୁ ବାବନ ରୂପ ହୋଇ ଯଶ ସମ୍ପଦ ତାର ହରି ପୁଣି ଦୟା କଲେ ମୁରାରି ଇନ୍ଦ୍ରାଦି ସୁର ଗଣମାନ ସମ୍ପଦ ଦେଲେ ଭଗବାନ ଓಂ ନମୋ ଭଗବତେ ବାସୁଦେବାୟ। ପୁଣି ଅଖିଳ ପ୍ରାଣୀଙ୍କର ଅନାଦି ପ୍ରଭୁ ଯେ ଈଶ୍ୱର ପୁଷ୍କକିଳାଦି ପ୍ରାଣୀଙ୍କର ଯେଣୁ ସ୍ୱଭାବ ସେ ଶରୀର ତେଣୁ ସେ ସମ ଏକ ହୋଇ ଅନ୍ୟତା ବ୍ୟାଧି ମୃତ୍ୟୁ ନାହିଁ ଅନଳେ କରି ମହିପାଳ ମୟୂର ପୁତ୍ର ସୁର ବଳ ଯାହାର ମାୟା ଦୃଢ଼ତରେ
অদ্যাপি সংসার প্রচরে, যে রূপ ধরিলে তিনি শৈরিণী বৃষল কামিনী। কটা হটকাক্ষ যে মায়া রস, তহিরে থাইণ পুরুষ। বিলাস অবলোকনরে নানা প্রকার ক্রীড়া করে। ওং নমো ভগবতে বাসুদেবায়। অয়ুত মহানাগবଳ, যাহা মায়ারে মহিপাଳ। বিতଳେ শম্ভু ভগবান, অটকেশ্বর যার নাম। প্রজাপতি সুর নিমন্তে, অত্যন্ত ভবানী সহিতে। হ্যাঙ্ক বীর্য জাত হই, হটক নামে নদী বহি। ওং নমো ভগবতে বাসুদেবায়। তার সংজঙ্গু জাত হই, সুবল হটক বোলাই। অদ্বার সর্ব পুণ্য শ্লোক, যাহাকু কহি স্বর লোক। ইন্দ্রর প্রিয় ভাব বহি, অଛନ୍ତି অখিଳ ଗୋସାଇଁ। ଅସୁରଙ୍କ ବନ୍ଧୁ ପଣ, ତାହାଙ୍କୁ କରନ୍ତି ଭୂଷଣ। ସୁତଳେ ବଳିୟାର ନାମ, ତାହାର ଗୃହ ଭୋରାଜନ। ଅଚିତ ଯହୁଁ ଜାତ ହୋଇ, ବଟୁ ବାମନ ରୂପ ଭଇ। ସମ୍ପଦେ ନାଶ ତାର କରି, ପୁଣି ଦୟା କଲେ ମୁରାରି। ଇନ୍ଦ୍ରିୟ ଶୁଣ ଗଣମାନ, ସମ୍ପଦ ବଳେ ଭଗବାନ। ପୁଣି ଅଖିଳ ଦେବଙ୍କର, ଅନାଦି ପ୍ରଭୁ ଯେ ଈଶ୍ୱର। ସ୍ୱଧର୍ମେ ତାଙ୍କ ଆରାଧନ, ସୁସ୍ତେ ଅଛି ଯେ ଭୋରାଜନ। ଓଂ ନମୋ ଭଗବତେ ବାସୁଦେବାୟ। ସେ ସର୍ବଦେବ ଭଗବାନ, ପରମ ଆତ୍ମା ସୂକ୍ଷ୍ମ ବ୍ରହ୍ମ। ସେ ତୀର୍ଥମୟ ଜଗନ୍ନାଥ, ସକଳ ଦେଶ କାଳ ପାତ୍ର। ଓଂ ନମୋ ଭଗବତେ ବାସୁଦେବାୟ। ତହିଁରେ ଶ୍ରଦ୍ଧା ଯୁକ୍ତ ହୋଇ, ସ୍ଥିର ମନରେ ସ୍ତୁତି ଗାଇ। ବୀର ବୀଳ ସ୍ୱର୍ଗକୁ ଭୋଗ କଲେ, ନାନା ଐଶ୍ୱର୍ଯ୍ୟ ସେ ବ୍ୟବହାର। ଜୀବ ରକ୍ଷଣ ଯେ ଉପାୟ, ତହିଁରେ କରି ଦେବରାୟ। ତ୍ରିଲୋକ୍ୟ ବ୍ୟାପୀ ଯେ ଈଶ୍ୱର, ଶେଷ ନ ରହିଲା ଯହିଁରେ। ଯେ ଇନ୍ଦ୍ର ତପ ବଳେ କରି, ଇନ୍ଦ୍ରର ଭାତୃଭାବ ଧରି। ଜନ୍ମିଲେ ବ୍ରହ୍ମାଣ୍ଡ ଠାକୁର, ଯାର ନିମନ୍ତେ ନୃପବର। ସେ ସର୍ବଜୀବ ଭଗବାନ, ଅଖିଳ ଗୁରୁ ନାରାୟଣ। ଯାହାର ଦ୍ୱାରେ ଗଦା ଧରି, ଅଛନ୍ତି ପ୍ରଭୁ ଯେଉ ଭାରି। ଏହାର ଅଧୋ ଦେଶ ଯାଇ, ତଳାତଳ ନାମ ବୋଲାଇ। ବୟ ନାମୀ ଦାନବ ବରେ, ଦ୍ରୋହ ଯେ କଲା ଚକ୍ର ଧରେ। ଅସୁର କାୟା ଦଗ୍ଧା ଗଲା, ତେଣୁ ସେ ବର କୁଲୋଭିଲା। ମାୟାଭିମାନଙ୍କର ବର, ଆଶ୍ଚର୍ଯ୍ୟ ହୋଇ ସେ ଅସୁର। ହେମନ୍ତ ବରକୁ ସେ ପାଇ, ତଳାତଳରେ ସେ ଅଛଇ। ସୁଦର୍ଶନ ଚକ୍ର ରଡ଼ରେ, ଶରଣ ପଶିଲା ଶମ୍ଭୁରେ। ସେ ଭୟ ତାର ଦୂର କରି, ରଖିଲେ ଶିବ ଶୂଳଧାରି। ନିର୍ଭୟ ହୋଇ ସେ ଦାନବ, ସ୍ୱଚ୍ଛନ୍ଦେ ଭୁଞ୍ଜଇ ସମ୍ପଦ। ତାହାର ଅଧୋ ଭାଗ ଦେଶେ, ମହାତଳ ପୁର ପ୍ରକାଶେ। ତହିଁରେ କାଦମ୍ବର ଆଦି, କ୍ରୋଧ ବଶ ନାମ ପ୍ରସିଦ୍ଧି। କୁହୁନାକ ସେ ଅଶ୍ୱସନେ, ତକ୍ଷକ ଇନ୍ଦ୍ରାୟନ ନାମ। ମହାପୁରୁଷ ବଳବନ୍ତ, ତହିଁ ଅଛନ୍ତି ପରୀକ୍ଷିତ। ନିତ୍ୟ ସେବଇ ନେତ୍ର ଭୟେ, ଉଦ୍ବେଗ ହୁଏ ତାଙ୍କ କାଏ। ତାର ତନୟ ବନ୍ଧୁ ସଙ୍ଗେ, ମତି ବିହିତ ଅତି ରଙ୍ଗେ। ତାହାର ତଳେ ମହିପାଳ, ସେ ପୁରେ ନାମର ସାତଳ। ଦାନବ ଦୈତ୍ୟପତିମାନ, କବଚ କାଳ ଏ ହିରଣ୍ୟ। ଓଂ ନମୋ ଭଗବତେ ବାସୁଦେବାୟ। ଅତ୍ୟନ୍ତ ବଳବନ୍ତ ହୋଇ, ଦେବଙ୍କୁ ଦ୍ରୋହ ସେ ଚିନ୍ତଇ। ସକଳ ଲୋକର କାରଣ, ମହାପୁରୁଷ ନାରାୟଣ। ମହାନୁଭବ ସେହି ହରି,
ତାହାଙ୍କ ଅତି ତେଜୁ କରି ପ୍ରହତ ତେଜ ସେ ଦାନବ ସେ ସ୍ଥାନେ ହୁଅନ୍ତି ଉଦ୍ଧବ ସେ ଇନ୍ଦ୍ର ବାକ୍ୟ ମନ୍ଦ ଶୁଣି ନିତ୍ୟ ତୋରଇ ନୃପମଣି ଏହାର ତଳେ ଯେ ପାତାଳ ତହିଁ ଅଛନ୍ତି ନାଗ ବଳ ବାସୁକୀ ଆଦି ନାଗ ବଳ ଶଙ୍କ କୁଳିକ ଯେ ଅପାର ଧନଞ୍ଜୟ ଯେ ଦେବଦତ୍ତ ଧୃତରାଷ୍ଟ୍ରାଦି ଶଙ୍ଖ ଶ୍ବେତ ଏ ଯେତେ ମହାଭୋଗୀ ମାନେ ବସନ୍ତି ପାତାଳ ଭୁବନେ ଏ ପଞ୍ଚଶତ ବିଷଧର ଅନେକ ଫଣା ବାକାହାର ଏହାଙ୍କ ମଥା ମଣିମାନ ପ୍ରକାଶ ଆଦିତ୍ୟ ଜେସନ ପାତାଳ ବିବରତି ମୀର ସୁତେଜ କରନ୍ତି ସେ ଦୂର ପଞ୍ଚମ ସ୍କନ୍ଧେ ଏ ବର୍ଣ୍ଣନ ସୁଜନେ ସାବଧାନ ଶୁଣ କହଇ ବିପ୍ର ଜଗନ୍ନାଥ ଭାଷା ପ୍ରବନ୍ଧେ ଭାଗବତ କୃଷ୍ଣ ଚରଣେ ମନ ଦିଅ ସୁଜନେ ନିତ୍ର ଏହା ପ୍ରିୟ କୃଷ୍ଣ ପାଦର ସୁଦାରସ ମଜିହ୍ୱା ନିତ୍ୟ ଗୁରୁଗ୍ରାସ ଇତି ଶ୍ରୀମଦ୍ ମହାଭାଗବତେ ମହାପୁରାଣାଏ ପରମହଂସାୟଂ ସଂହିତାୟାଂ ବୟସିକ୍ୟାଂ ପଞ୍ଚମ ସ୍କନ୍ଧେ ଭୂଗୋଳ ବର୍ଣ୍ଣନେ ନାମ ଚତୁର୍ବିଂଶୋऽଧ୍ୟାୟ। জয় জগন্নাথ স্বামী নয়ন পথগামী ভব তুমে।